ଗ୍ରାଜୁଏସନ୍ କରୁଛି ଗ୍ରାଜୁଏସନ୍ କରୁଛି। ଜଗନ୍ନାଥ ବେହେରାଙ୍କ ସହିତ ମୋର ବ୍ୟକ୍ତିଗତ ପରିଚିତ ଅଛି, ମୁଁ ତାଙ୍କୁ ବାରମ୍ବାର ପଚାରିକି ତାଙ୍କ ଇଣ୍ଟରଭ୍ୟୁଟା ନେଇଛି। ଗ୍ରାଜୁଏଟ୍ ହେଲେ ଆପଣଙ୍କର ପାରେଶ୍ୱର ଶରଣ ପାରେଶ୍ୱର ଶରଣଙ୍କ ବିଦ୍ୟା ବିଷୟରେ ଏତେ ପାଲା ଜଗତରେ ଇଏ ଜଗନ୍ନାଥ ବେହେରା ହେଉଛନ୍ତି ୱେଲ୍ ଏଜୁକେଟେଡ୍। ତାପରେ ପ୍ରଫେସର ଗାୟକ ପ୍ରଥମେ ପଶିଲେ କିଏ? ସେ ହେଉଛନ୍ତି ଆମର ନିରଞ୍ଜନ ପଣ୍ଡା। ନିରଞ୍ଜନ ପଣ୍ଡା ରେଭେନ୍ସା କଲେଜ। ତାଙ୍କ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ପ୍ରଫେସର ପଶିଲେ ନା, ଅନେକ ପ୍ରଫେସର, ବହୁତ ଲେକ୍ଚରର, ଶିକ୍ଷକମାନେ ଥିଲେ ପାଲା ଜଗତରେ। ଶିକ୍ଷକ ଅନେକ ଶିକ୍ଷକ ପାଲା ଗାଇଥିଲେ। ସାର୍ ସେତେବେଳେ ଲୋକମାନେ ପୁରାଣ ଶୁଣୁଥିଲେ। ପୁରାଣ ଗୋଟେ ଜିନିଷ, ତାକୁ ସେମାନେ ଶୁଣୁଥିଲେ। ବର୍ତ୍ତମାନ ଆଜ୍ଞା ପୁରାଣ ସମସ୍ତେ ଜାଣିଛନ୍ତି। ମୁଁ କହିଲି ପୁରାଣ ଜାଣିଛନ୍ତି, ଆପଣ ଚାହିଁଲେ ଆଶ୍ଚର୍ଯ୍ୟ ହେଲେ। ଏହାର କାରଣ ଟିଭି ସିରିଏଲ ଜରିଆରେ ହଉ, ୟୁଟ୍ୟୁବ ଜରିଆରେ ହଉ, ପ୍ରବଚନ ମାଧ୍ୟମରେ ହଉ, ବିଭିନ୍ନ ଟେକ୍ନିକାଲ ଇଏରେ ଲୋକ ପୁରାଣ ଜାଣିଛନ୍ତି। ବର୍ତ୍ତମାନ ଆମେ କ'ଣ କରୁଛୁ ନା, ପୁରାଣ ଭିତରେ ଥିବା ନିର୍ଯାସ, ପୁରାଣ ଭିତରେ ଥିବା ଫିଲୋସଫି, ତାକୁ ଯଦି ଆମେ ବାହାର ନ କରିବା, ଇଏ ହେଉଛି ଅଡ଼ୁଆ, ହେବନି। ମୁଁ ଗୋଟେ ଜାଗାରେ ପାଲା ଗାଉଥିଲି ସାର୍, ଭଞ୍ଜଙ୍କର ଗୋଟେ ପଦ, ବନି ଫଳ କହି ପୋକ କଦଳୀ ଭୁଞ୍ଜାଇ, ବାଣ ପୟ ପେଟି ପୟ ପାନ ସେ କରାଇ। ସେ ମୋ ପାଳିଆ ମାନେ ଆକ୍ଟିଂ କଲେ, ଗୋଟେ କଦଳୀକି ଖୋଇଦେଲେ। ପାଲା ସରିଲା, ଜଣେ ପଣ୍ଡିତ ଆସିଲେ, ଆସି କହିଲେ ପାଡ଼ି ହେବ? ମୁଁ ଆଜ୍ଞା ନା, କଦଳୀଟା ଜଙ୍ଗଲଜାତ ଦ୍ରବ୍ୟ ନୁହଁ। ମୁଁ ଆଜ୍ଞା ହଁ। ନା, ଋଷ୍ୟଶୃଙ୍ଗ କଦଳୀ ଖାଇଥିଲେ, ଆପଣ ତାକୁ କଦଳୀ ଖାଉଥିଲେ। ଭଞ୍ଜ ଲେଖିଛନ୍ତି ଆମର ଏଠି ଜଙ୍ଗଲରେ କଦଳୀ ମିଳେନି କୋଉଠି, କେବଳ ଆସାମ। ଯୋଉଠି ହଉ ଆଜ୍ଞା, ମୋ କହିବା କଥା କଦଳୀଟା ଜଙ୍ଗଲଜାତ ଦ୍ରବ୍ୟ ନା ନୁହେଁ? ଆମର ଏ ଅଞ୍ଚଳର ଯେତେ ଜଙ୍ଗଲ ଅଛି ଓଡ଼ିଶାରେ, ହୁଏତ ଶାଳ ପିଆଶାଳ ଇଏ ଦୃଷ୍ଟିରୁ ଜଳାର୍ଣ୍ଣବ ପରିବେଶ ନାହିଁ, ଯେଉଁଥିପାଇଁ କଦଳୀ ନାହିଁ। କିନ୍ତୁ କଦଳୀ ଗୋଟେ ଜଙ୍ଗଲଜାତ ଫଳ, ନିଶ୍ଚିତ ଏଇଟା ମାନିବା ପାଇଁ ଆମେ ବାଧ୍ୟ ହେବା। ଆଉ ସବୁଗୁଡ଼ା ଜଙ୍ଗଲଜାତ। ତେଣୁ ବନି ଫଳ କହି ପକ୍ୱ କଦଳୀ ଭୁଞ୍ଜାଇ, ନାଇଁ ଯେଉଁ କେତୋଟି ଜିନିଷ ତା ଭିତରେ ଭଞ୍ଜ ବ୍ୟବହାର କରିଛନ୍ତି। ଗୋଟେ କର୍ପୂର, କାମମୋହିନୀ କର୍ପୂର, ସେ ତାର ବ୍ୟବହାର ଜାଣିନଥିଲେ। ତାମ୍ବୁଳ, ବାବାଜୀ ପାନ ଖାଆନ୍ତିନି, ତାକୁ ବ୍ୟବହାର କରିଛନ୍ତି। ଘିଅ ପିଠା, ବାବାଜୀ ପାଇନାହାନ୍ତି। ଛେନା ମିଠା, ବାବାଜୀ ପାଇନାହାନ୍ତି। ତାମାନେ ଜଙ୍ଗଲ ଭିତରେ ସେ କେବଳ ବାପ ପୁଅ 2 ଜଣ ଥିଲେ ନା, ନାରୀ କ'ଣ ଋଷ୍ୟଶୃଙ୍ଗ ଦେଖିନଥିଲେ ନା? କଥାଟା କ'ଣ ବୁଝନ୍ତୁ। ତାହେଲେ କଦଳୀ କ'ଣ ଖୁଆଇ ନଥିଲେ? ଋଷ୍ୟଶୃଙ୍ଗ କ'ଣ ଓଡ଼ିଶା ଲୋକ? ନାରୀ ଦେଖିଥିଲେ କେମିତି କହିଥାନ୍ତା, ଇଏ ତାଙ୍କୁ ଯେ ବସନ୍ତି ତୁମ ଦେବତା ଆମ୍ଭ ହୃଦ ସ୍ଥଳେ, ବସନ୍ତି ଆମ୍ଭ ଦେବତା ଶମ୍ଭୁ ହୃଦ ସ୍ଥଳେ, ବକ୍ଷରୋହ ଭିଡ଼ି କରି ଶୀଘ୍ର କଲେ କୋଳି। ତାମାନେ ସେଠୁ ସେ ମୋତେ ବୁଝେଇଲେ, ଗୋଟେ ନିର୍ଯାସ କ'ଣ ନା, ପକ୍ୱ କ ଶବ୍ଦର ଅର୍ଥ ମଧ୍ୟ ମସ୍ତକ। ପକ୍ୱ ଜ୍ଞାନର ପରିପକ୍ୱ ମସ୍ତକ। ଯିଏ ଜଣେ ବ୍ରହ୍ମଚାରୀ, ଏଡ଼େ ବଡ଼ ଜ୍ଞାନୀ, ତାକୁ ଦଳି ଦେଲେ, ତା ଜ୍ଞାନ ଭ୍ରଷ୍ଟ କରିଦେଲେ। ଆମେ ସାଧାରଣରେ ବୁଝିଲେ କ'ଣ ନା, କଦଳୀ। ତାମାନେ ସେ ସମୟରେ, ମାନେ ମୁଁ କାହିଁକି ଆପଣଙ୍କୁ କହିଲି, ସେ ସମୟରେ ଯେଉଁ ପାଲାଟା, ସେତେବେଳେ କଦଳୀ ଖୁଆଇଦେଲେ ବୋଲି କହିଲେ ଲୋକ ବିଶ୍ୱାସ କରୁଥିଲେ। ବର୍ତ୍ତମାନର ବିଦ୍ୱାନ, ବର୍ତ୍ତମାନ ଏଜୁକେଟେଡ୍ ପିଲାମାନେ ଯେଉଁ ପ୍ରକାର କ୍ୱେଶ୍ଚିନ୍ କରୁଛନ୍ତି ମଞ୍ଚ ଉପରେ, ଆପଣ ପାଗଳ ହେଇଯିବେ। ତେଣୁ ପାଲାକୁ ସେଇ ମାର୍ଗରେ ନ ନେଲେ ଆପଣ ତିଷ୍ଠି ପାରିବେନି। ଏଇଟା ହେଲା ଅଡ଼ୁଆ। ପ୍ରଶ୍ନ ପଚାରିବାର ସେଇଟା ଆଜ୍ଞା ତରିକା ନୁହଁ, ପ୍ରଶ୍ନର ଗୋଟେ ନାଇଁ ସେ ମୋ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରୁଥିଲେ ନା ବର୍ଷାରେ, କହିଲେ ହେଲେ ଠିକ୍, କିନ୍ତୁ ମଞ୍ଚ ଉପରେ ଯେ ପଚାରନ୍ତି ସେଇଟା ଭୁଲ, ଅପ୍ରାସଙ୍ଗିକ। ନାଇଁ, ମଞ୍ଚରେ ପଚାରିଲେ ସେ ଅନୁଷ୍ଠାନର ଲସ୍। ଜଗନ୍ନାଥ ବେହେରାଙ୍କୁ ପଚାରିଲେ ସେ କ'ଣ ବି ମାନେ ବସେଇ ଦିଅନ୍ତିନି। ବୁଢ଼ାଙ୍କୁ ଆମ ସହିତ ଭଲ ବୁଝୁ, ଏଠିକି ଆସିନଥିଲି। ଡୁଙ୍ଗା ବି ତାଙ୍କର ଗୋଟେ ସାକ୍ଷାତକାର ମୁଁ ନେଇଛି। ତାଙ୍କ କହିବା ଉଦ୍ଦେଶ୍ୟ କି ଆମେ ବହୁତ ଶାସ୍ତ୍ର ଅଧ୍ୟୟନ କରିକି ଏଠିକି ତମେ ଖଣ୍ଡେ ଅଧେ କୋଉଠୁ ମାଗି ଆଣିକିରି ଆମକୁ ପେଣ୍ଡାଲରେ ପଚାରିବ, ଯିଏ ଆମକୁ ଡାକିଛି ତାର କ'ଣ ଲାଭ? ଚାଲୁନ ଗ୍ରୀନ୍ ରୁମ୍କୁ ଯାହା ପଚାରିବ। ସାର୍ ଏଇଠି ସୁନ୍ଦରପଦା, ଭୁବନେଶ୍ୱର ସୁନ୍ଦରପଦାରେ ପାଲା କଲେ। ସେଠି ଜଣେ ବାବା ଆସିଲେ, ବସାରେ ପଚାରିଲେ, କହିଲେ ମହାଭାରତରେ
केते जन पुता हेले केते जन पुड़ा हेले चिंता कर आ गोटे कौन प्रश्न पचारे महाभारत रे सबू जानी किए कहली अच्छा सी कौन चाहूँगी सी कौन कहते देखा बोले आज्ञा आप एडे बड़ ज्ञानी आपण प्रश्न उत्तर मुझे देदेवी पिलाटा से बाबू टे पी था कहले यहाँ कौन आज कही हम बोले ना काली कह सी बाटे मु मो बाटे कि शेष दिन से आसिले मत कह से जहाँ उत्तर देले मु हसी हसी मो पेट बथा विभिन्न प्रकार दर्शक अप्रासंगिक कथा बेले बेले